তো নমস্କାର দর্শক বন্ধু, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଗୋଟେ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ, ଆପଣଙ୍କ ପାଇଁ ଗୋଟେ ସୁନ୍ଦର ଭିଡ଼ିଓ, ଗୋଟେ ମୁଁ ସୁନ୍ଦର ଇନଫର୍ମେସନ୍ ଆପଣମାନଙ୍କ ପାଇଁ ଗୋଟେ ନେଇ ଆସିଛି। ଯଦି ଆପଣମାନେ ସୁଭଦ୍ରାରେ ଆପ୍ଲାଏ କରିଛନ୍ତି ତ ଖାସ୍ ଭିଡ଼ିଓଟି କେବଳ ଆପଣମାନଙ୍କ ପାଇଁ। ସୁଭଦ୍ରାରେ ଆପ୍ଲାଏ କରିଥିଲେ ଏତେ ପର୍ଯ୍ୟନ୍ତ ଆପଣମାନେ ଟଙ୍କା ପାଇନାହାନ୍ତି ତ ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯଦି ଭିଡ଼ିଓଟି ଭଲ ଲାଗୁଥିବ ତ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେନି ଏବଂ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ରେ ସେଟ୍ କରିଦେବେ। ତ ଯେବେ ମୁଁ ନୂଆ ନୂଆ ଇନଫର୍ମେସନ୍ ଆପଣମାନଙ୍କୁ ଦେଇପାରିବି ତ ସେତେବେଳେ ଆପଣମାନେ ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିପାରିବ ଏବଂ ଆପଣମାନଙ୍କ ବହୁତ ଉପକାର ସାହାଯ୍ୟରେ ଲାଗିବ। ଠିକ୍ ଅଛି। ତ ଯଦି ସୁଭଦ୍ରା ଆପ୍ଲାଏ କଲା ବେଳେ ଆପଣଙ୍କର କିଛି ପ୍ରୋବ୍ଲେମ୍ ଥାଏ, ଯେମିତିକି ଆଧାର କାର୍ଡ଼ରେ ଆମର ନାଁ ଭୁଲ ଅଛି କିମ୍ବା ଆମର ଡେଟ୍ ଅଫ୍ ବାର୍ଥ ଭୁଲ ଅଛି କିମ୍ବା ବ୍ୟାଙ୍କରେ ଆପଣମାନଙ୍କର ଆଧାର କାର୍ଡ଼ ଲିଙ୍କ୍ ନାହିଁ ଏବଂ ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଭୁଲ ଅଛି, ତ ସେଥିରେ ଯଦି ଆପଣଙ୍କର କିଛି ବଡ଼ ସମସ୍ୟା ଥାଏ ତ ତେବେ ଆପଣମାନଙ୍କୁ ଆଉ ଯିବା ପାଇଁ ପଡ଼ିବନି କୌଣସି ଆପଣଙ୍କ ଜନସେବା କେନ୍ଦ୍ର ହେଉ କିମ୍ବା ପୋଷ୍ଟ ଅଫିସ୍ ହେଉ। କାହିଁକିନା ପ୍ରାୟ ଲୋକମାନେ ଯାଇଥାନ୍ତି ଆମର କିଛି ପ୍ରୋବ୍ଲେମ୍ ହେଲେ ଜନସେବା କେନ୍ଦ୍ର କିମ୍ବା ପୋଷ୍ଟ ଅଫିସ୍କୁ ଯାଇଥାନ୍ତି। ତ ଏବେ ଆପଣମାନଙ୍କୁ ଫୋନ୍ କରିବେ ସରକାର, କାହିଁକିନା ଯଦି ଆପଣଙ୍କର ଏମିତି କିଛି ଭୁଲ ଥିବ, ତଥା ଆପଣଙ୍କର ଆଧାର କାର୍ଡ଼ ଭୁଲ ଥିବ, ନାଁ ଭୁଲ ଥିବ, ଡେଟ୍ ଅଫ୍ ବାର୍ଥ ଭୁଲ ଥିବ, କିନ୍ତୁ ବ୍ୟାଙ୍କ ସେଟା ମ୍ୟାଚ୍ ଖାଉନଥିବ କିମ୍ବା ବ୍ୟାଙ୍କ ଯଦି ଆପଣ ସବୁ ଜିନିଷ ଆପଣଙ୍କର ସବୁ ଠିକ୍ଠାକ୍ ଥିବ କିନ୍ତୁ ଆଧାର କାର୍ଡ଼ ସେଟା ମ୍ୟାଚ୍ ହେଉନଥିବ, ତ ସେଟା ଭୁଲ ଥିଲେ ଆପଣଙ୍କୁ ଡାଇରେକ୍ଟ ସରକାର ଆପଣମାନଙ୍କୁ ଫୋନ୍ କରିବେ ଏବଂ ଆପଣଙ୍କ କେଉଁ ଜିନିଷରେ ଆପଣଙ୍କର ଭୁଲ ଅଛି ତ ସେଟା ଆପଣଙ୍କୁ ସରକାର କହିବେ ଏବଂ ଆପଣମାନେ କରେକ୍ସନ୍ କରିସାରିଲା ପରେ ତାପରେ ଯାଇକି ଆପଣମାନେ ସୁଭଦ୍ରାରେ ହିତାଧିକାରୀ ଭାବରେ ତାଲିକାରେ ଅନ୍ତର୍ଭୁକ୍ତ ହେବେ। ଠିକ୍ ଅଛି। ତ ଯଦି ଆପଣମାନଙ୍କର ଏମିତି କିଛି ଭୁଲ ମାନେ ସବୁ ଠିକ୍ଠାକ୍ ଥିବ ତାପରେ ବି ଆପଣମାନେ ସୁଭଦ୍ରାରେ ନାଁ ଅଛି କି ନାହିଁ ଜାଣିବେ ଏବଂ ଆପଣ ସୁଭଦ୍ରା ପଇସା ପାଇନାହାନ୍ତି, ତେଣୁ ଆପଣମାନେ ଦେଖିପାରୁଥିବେ କି ଏପଟେ ହେଲ୍ପଲାଇନ୍ ନମ୍ବର ଅଛି ଆମର 14678। ତ ଆପଣମାନେ ଏଇ ନମ୍ବରରେ ବି ଫୋନ୍ କରି ଆପଣମାନଙ୍କର ଅସୁବିଧା କଥା ବୁଝିପାରିବେ। ଠିକ୍ ଅଛି। କିନ୍ତୁ ଉପମୁଖ୍ୟମନ୍ତ୍ରୀ ଆମର ପ୍ରଭାତୀ ଦେବୀ ଉପଟା କହିଛନ୍ତି କି ସମସ୍ତଙ୍କୁ ସୁଭଦ୍ରା ପଇସା ମିଳିବ, ଏମିତି ବି ଓଡ଼ିଶାରେ କୌଣସି ମହିଳା ବାଦ ପଡ଼ିବେନି ଯାହାକି ସୁଭଦ୍ରା ପଇସା ପାଇବେନି। ତ ସମସ୍ତଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ ଏବଂ ଆସ୍ତେ ଆସ୍ତେ କରି ଗୋଟେ ପର୍ଯ୍ୟାୟରେ ଆରମ୍ଭ ହେବ। ତ ଫୋର୍ଥ ଇନଷ୍ଟଲମେଣ୍ଟରେ ସୁଭଦ୍ରା ପଇସା କେବେ ଆସିବ ଏବଂ କେବେ ଆସିବ ଏବଂ କେଉଁ ତାରିଖରେ ଆପଣମାନେ ପଇସା ପାଇବେ, ତ ସେଇ ବିଷୟରେ ଜାଣିବା ପାଇଁ ହେଲେ ଭିଡ଼ିଓ ସବସ୍କ୍ରାଇବ୍ କରନ୍ତୁ ଏବଂ ଯଦି ଭିଡ଼ିଓ ଭଲ ଲାଗିଥିବ ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲନ୍ତୁ।